8:30 6 ଜାନୁଆରୀ ଟିକେ ମୁହଁ ଦେଖା ଟିକେ ଏହି ପିଲାଟା ଆଜି ଜନ୍ମଦିନ ଯିଏକି ନା ଗାଧେଇଛି ନା ବ୍ରସ୍ କରିଛି ଅଧୁଆ ଅଗାଧୁଆ ମୁହଁରେ ଏଠି ଆସିକି ବଇଛି ଫୋନ୍ କେଞ୍ଚୁଛି ଦେଖିଦିଅନ୍ତୁ ଟିକେ ହାପି ବର୍ଥଡେ ତ 16 ବର୍ଷ ହେଲା 1 2 3 3 3 ତିନିଟା ହେଇଛି ଆଉ 12ଟା ଧୀରେ 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 4 5 ଦେଖା 6 7 8 ନମସ୍କାର ସାଙ୍ଗମାନେ ସମସ୍ତଙ୍କୁ ଜୟ ଜଗନ୍ନାଥ। ତ ସକାଳୁ ସକାଳୁ ତ ଆମେ ଦୁଇ ଜଣ କ'ଣ କଥା ହେଲୁ ଆପଣ ଦେଖିଲେ। ଆଉ ଏ ନିଜର ନିତ୍ୟକର୍ମ ନ ସାରିକି ମୋତେ ଆଣିକି ତା ବାର୍ଥଡେ ଚକୋଲେଟ୍ ଦେଉଥିଲା। ତ ସକାଳୁ ସକାଳୁ ସିଏ ନିଜେ ବାହାରିବା ସହିତ ମୁଁ ବି ସକାଳୁ ନିତ୍ୟକର୍ମ ସାରିକି ବାହାରି ଯାଇଥିଲି, କାହିଁକିନା ତା ସହିତ ମୁଁ ମନ୍ଦିର ଯିବି। ତ ଦୁଇ ଜଣ ଦେଖିବେ ଏତେ ଥଣ୍ଡା ହେଉଥିଲା, ମାନେ ଆମ ଆଖିରୁ ପାଣି ବାହାରୁଥିଲା। ତାପରେ ଆମେ ମନ୍ଦିରରେ ଯାଇକି ପହଞ୍ଚି ଯାଇଥିଲୁ, ଭୋଗ ଆଉ ଦୀପ ନେଇକି ଭୋଗ କରିଦେଲୁ ଆଉ ଦୀପ ଜଳେଇ ଦେଇଥିଲୁ। ଭଗବାନଙ୍କର ଦର୍ଶନ ମଧ୍ୟ ଆରାମରେ ହେଇଗଲା। ତାପରେ ସେଠୁ ପ୍ରସାଦ ପାଇକି, ଯେହେତୁ ଜନ୍ମଦିନ ପିଲା କହିଲା ମୁଁ ଟିକେ ଯାଇକି ପାର୍କରେ ଟିକେ ଫଟୋ ଉଠେଇବି ଭଲ ଭଲ। ତ ସିଏ ଫଟୋ ଉଠେଇବା ସହିତ ମୁଁ ବି କିଛିଟା ମୋର ଫଟୋ ଉଠେଇଦେଲି ଆଉ ଭିଡ଼ିଓ କରିଦେଲି। ଯାଇଛି ମାନେ ଆଉ କ'ଣ ସୁଯୋଗର ହାତ ଛଡ଼ା କରିବି ନା କ'ଣ। ତ ଦୁଇ ଜଣ ଯାକ ସକାଳୁ ଏମିତି କାମ ସାରିକି ଘରେ ପହଞ୍ଚିଲୁ। ଯେହେତୁ ଘରେ ଜନ୍ମଦିନ ମାନେ ପିଠାପଣାର ପର୍ବ ଆପଣ ଜାଣୁଥିବେ। ତ ଚକୁଳି ପିଠା କଲାବେଳେ ଏମିତି ଠେକୁଆ ପିଠା ତ ନିଶ୍ଚିନ୍ତ ଆପଣମାନେ ବି କରିକି ଖାଉଥିବେ, ନିଶ୍ଚିନ୍ତ ଜଣେଇବେ। ତ ସକାଳୁ ସକାଳୁ ଜଳଖିଆ ଖାଇସାରିଲା ପରେ ଇଏ ଦେଖନ୍ତୁ ପୁରା ସଜବାଜ ହେଇକି ଆସିକି ବସିଛି ଆଉ କେମିତି କ୍ୟାମେରାକୁ ଅନଉଛି। ତ ବିଶ୍ୱଜିତ ଭାଇ କ'ଣ କରିଥିଲେ ନା ସନ୍ଧ୍ୟାବେଳେ ଆସିକି ମୋତେ ଏଇ ବୁକ୍ଟା ଦେଇଥିଲେ। ଏ ବୁକ୍ରେ ମୋର ବି ଗୋଟେ ଗପଟେ ବାହାରିଛି, ଆମ ସୃଜନୀ ଦ୍ୱାରା କୋଲାବୋରେସନ୍ ହେଇକି ଗୋଟେ ପବ୍ଲିକେସନ୍ ହାଉସ୍ ଦ୍ୱାରା ପବ୍ଲିଶ ହେଇଛି। ଆପଣମାନେ ଯଦି ଚାହିଁବେ ବୁକ୍ର ଡିଟେଲ୍ସ ମୁଁ କମେଣ୍ଟରେ ଦେଇଦେବି। ଯେହେତୁ ତାର ଜନ୍ମଦିନ ଥିଲା, କେକ୍ ଆସିଯାଇଥିଲା, ସେ କେକ୍ କାଟୁଥିଲା। ମୁଁ ତ ମୋର ବ୍ୟକ୍ତିଗତ ନିଷ୍ପତ୍ତି ଭାବିକି କେକ୍ କାଟୁନି ଏବେ 1-2 ବର୍ଷ ହେଲା। ଯେହେତୁ ଧାରାରେ ଆମେ ବଢ଼ି ଆସିଛୁ, ତ ତାକୁ ପସନ୍ଦ କେକ୍ କାଟିକି ନିଜର ସେଲିବ୍ରେସନ୍ କରିବା, ତ ସେ ନିଶ୍ଚିନ୍ତ କରିବ, କାରଣ ଜୀବନ ବଞ୍ଚିବାର ଢଙ୍ଗ ସମସ୍ତଙ୍କର ଅଲଗା ହେବା ଦରକାର। ତ ଯେହେତୁ କେକ୍ ବୋଳିବାର ସେ ବହୁତ ପ୍ରଚେଷ୍ଟା କରୁଥିଲା ମୋ ମୁହଁରେ, ଆଉ ଶେଷରେ ସେ ସେଥିରେ ସଫଳ ମଧ୍ୟ ହୋଇଥିଲା। କେକ୍ ସିନା କାଟିବାକୁ ମୁଁ ମନା କରିଛି କ୍ୟାଣ୍ଡେଲ୍ ଫୁଙ୍କିକି, କିନ୍ତୁ କେକ୍ ଖାଏନି ବୋଲି ମୁଁ କେବେ ମନା କରିନି। ମୁଁ ପିଠା ଯେମିତି ଖାଏ କେକ୍ ବି ସେମିତି ଖାଏ, କାରଣ ଖାଦ୍ୟରେ କୌଣସି ଇଏ ନାହିଁ। ଆମେ ସବୁ ଜିନିଷର ଖାଦ୍ୟକୁ ଏକ୍ସପ୍ଲୋର୍ କରିବା ଦରକାର। ତ ମୁଁ ଏଠି ଗପୁଥିଲି ଯେ ମୁଁ ନିଜେ ନ କାଟିଲେ କ'ଣ ହେଲା, ମୋ ଘରେ 3 ଥର ଜନ୍ମଦିନ ପାଳନ ହୁଏ ଆଉ ମୁଁ ଖାଇଦିଏ। ତ ଲିପ୍ସାକୁ ବି ମୁଁ କହୁଥିଲି ଆର ମାସରେ ତୋ ଜନ୍ମଦିନ, ଟ୍ରିଟ୍ଟା ଏବେଠୁ ରହିଗଲା, ଆଗୁଆ କହିଦେଉଛି ଭଲରେ ଦେଇଦେବୁ। ତ ଆଜିର ଦିନ ତ କିଛି ଏମିତି ହିଁ ଥିଲା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ରହୁଛି, ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ।